ପିଲାମାନେ ଆମ ଦେଶର ନାମ କ'ଣ? ଆମ ଦେଶର ନାମ ଭାରତ। ଆମ ରାଜ୍ୟର ନାମ କ'ଣ? ଆମ ରାଜ୍ୟର ନାମ ଓଡ଼ିଶା। ପିଲାମାନେ ଏହି ଚିତ୍ରରେ ତୁମେମାନେ କ'ଣ ଦେଖୁଛ? ଏହି ଚିତ୍ରରେ ଗୋଟିଏ ଗାଁ ଅଛି। ତୁମେ କ'ଣ ଦେଖୁଛ? ଏହି ଚିତ୍ରରେ ଗଛ ଘର ଅଛି। କୃଷ୍ଣା ତୁମେ କ'ଣ ଦେଖୁଛ? ଜଣେ ମା ଗାଈକୁ ଖାଇବାକୁ ଦେଉଛି। କ୍ଷୀରୋଦ ତୁମେ କ'ଣ ଦେଖୁଛ? ଜଣେ ମା ବାଲ୍ଟି ଧରି ନଈକୁ ଯାଉଛନ୍ତି। ଶାନ୍ତି ତୁମେ କ'ଣ ଦେଖୁଛ? ଗୋଟିଏ ବିଲେଇ ବସିଛି। ଆରୋହୀ ତୁମେ କ'ଣ ଦେଖୁଛ? ନଦୀଟି ବୋହି ଯାଉଛି। ଆଉ ଦ୍ୱିତୀୟ ଚିତ୍ରରେ ତମେ କ'ଣ ଦେଖୁଛ? ଦ୍ୱିତୀୟ ଚିତ୍ରରେ ଗୋଟିଏ ଚଢ଼େଇ ବସି ଗୀତ ଗାଉଛି। ତୁମେ କ'ଣ ଦେଖୁଛ? ଗୋଟିଏ ଘରଟି ଅଛି। ତୁମେ କ'ଣ ଦେଖୁଛ? ଗୋଟିଏ ନଈ ପାଖରେ ଘର ଦୁଇଟା ଅଛି। ହଉ ଚାଲ ଆମେ ସେଇ ଚିତ୍ର ଦୁଇଟିକୁ ଆଧାର କରି ତୁମ ବହିର ଏକ ସେଇ ମୋ ପ୍ରିୟ ଜନ୍ମଭୂମି କବିତାଟି ପଢ଼ିବା। ଯେଉଁ ଦେଶରେ ଜନମ ମୋର, ଯାହାର କୋଳେ ବଢୁଛି ମୁହିଁ, ଜନନୀ ପରି ପାଳୁଛି ଯିଏ, ସେହି ତମର ଜନମ ଭୂମି। ଗହଳ ବନ ଶ୍ୟାମଳ ତରୁ, ଗହଳ ଲତା ଦେହରା ସହେ, ଡାଳରୁ ଡାଳେ ବିହଙ୍ଗ ଉଡ଼ି, ମଧୁର ଗାନେ ପରାଣ ମୋହେ। ହଉ ପିଲାମାନେ ଅବିକା ମୁଁ ଗୋଟେ ପଦ ଗାଇବି, ତାପରେ ତୁମେମାନେ ଗୋଟେ ପଦ ଗାଇବ। ଯେଉଁ ଦେଶରେ ଜନମ ମୋର, ଯାହାର କୋଳେ ବଢୁଛି ମୁହିଁ, ଜନନୀ ପରି ପାଳୁଛି ଯିଏ, ସେହି ତମର ଜନମ ଭୂମି। ଗହନ ବନ ଶ୍ୟାମଳ ତରୁ, ଗହଳ ଲତା ଦେହରା ସହେ, ଡାଳରୁ ଡାଳେ ବିହଙ୍ଗ ଉଡ଼ି, ମଧୁର ଗାନେ ପରାଣ ମୋହେ। ପିଲାମାନେ ଏଇ କବିତାଟି ତୁମକୁ କେମିତି ଲାଗିଲା? ଭଲ ଲାଗିଲା। ଆଉ ଆର କ୍ଲାସରେ ଆମେ ଏଇଭଳି ୟାର ଅର୍ଥ ଜାଣିବା। ପିଲାମାନେ ତୁମେ କହିପାରିବ ଶ୍ୟାମଳର ଅର୍ଥ କ'ଣ? ଶ୍ୟାମଳର ଅର୍ଥ ସବୁଜ। ତରୁର ପିଲାମାନେ ତୁମେ କହିପାରିବ ବିହଙ୍ଗର ଅର୍ଥ କ'ଣ? ହଉ ଆର କ୍ଲାସରେ ଏଇଭଳି ଆମେ ଅଲଗା ଅର୍ଥ ଜାଣିବା, ଏଇ କବିତାର ଅର୍ଥ ଜାଣିବା। ମାନେ ଆଜି ଏଇ କବିତା ଶବ୍ଦର ଆମେ ଅର୍ଥ ଜାଣିବା। ତୁମେ କହିଲ ଶ୍ୟାମଳର ଅର୍ଥ କ'ଣ? ଶ୍ୟାମଳର ଅର୍ଥ ସବୁଜ। ଜନନୀର ଅର୍ଥ କ'ଣ? ମାତା। ବିହଙ୍ଗର ଅର୍ଥ କ'ଣ? ବିହଙ୍ଗର ଅର୍ଥ ପକ୍ଷୀ। ତରୁର ଅର୍ଥ କ'ଣ? ଗଛ। ହଉ ପରାଣର ଅର୍ଥ କ'ଣ? ପ୍ରାଣ। ଆଉ ମହେର ଅର୍ଥ କ'ଣ? ମୋହେ। ତୁମେ କହ, ତୁମେ କୁହ। ତୁମେ କୁହ। ମୟୂର ଅର୍ଥ ମୋହି ନିଏ। ପିଲାମାନେ ତୁମକୁ ବହୁତ ବହୁତ ଧନ୍ୟବାଦ।